ଆଜ୍ଞା ନମସ୍କାର। ଆଜି ତରଭୁଜ ଫିଲ୍ଡ ଭିଜିଟ୍ କରି ଆସିଛି। ଆଜି ତରଭୁଜଙ୍କର କାଟା ହେଉଛି ମାନେ ହାର୍ଭେଷ୍ଟିଂ ହେଉଛି ତରଭୁଜ। ଆଇସି ବକ୍ସ ଲମ୍ବାବାଲା ତରଭୁଜ। ଚାଷୀ ଦେଖ ଦୁଇ ଜଣ ଠିଆ ହେଇଛନ୍ତି। ତାଙ୍କର ପଚାରୁଛି ସବୁ କେମିତି ହେଇଛି। ବହୁତ ସୁନ୍ଦର ହେଇଛି କହୁଛନ୍ତି ସେମାନେ। ବହୁତ ସୁନ୍ଦର ଲମ୍ବାବାଲା ତରଭୁଜ ବହୁତ ସୁନ୍ଦର। ଚାଷୀମାନେ ଅଛନ୍ତି ସେମାନେ ଚେକ୍ କରୁଛନ୍ତି 3 କେଜି 4 କେଜି ହେଇଛି ବୋଲି କହୁଛନ୍ତି। ବହୁତ ସୁନ୍ଦର ହେଇଛି। ବହୁତ ପାଖାପାଖି 3 କେଜି 4 କେଜି ଭିତରେ ଆସିବ। ବହୁତ ଫଳ ଫଳିଛି ଆଜ୍ଞା। ବହୁତ ଚାଷୀ ବହୁତ ଖୁସି ଅଛନ୍ତି। ବହୁତ ବଢିଆ ଦେଖନ୍ତୁ ବହୁତ 4 ଏକର ଫିଲ୍ଡ ଅଛି। ଦେଖନ୍ତୁ ମୁଁ ବି ଆଜି ଯାଇଥିଲି ଫିଲ୍ଡ। ଦେଖନ୍ତୁ ଯେ ହାର୍ଭେଷ୍ଟିଂ ଚାଲିଥିଲା। ତଳ ହେଉଥିଲା ଗୋଟାକ 3 କିଲୋ 4 କିଲୋ ଏମିତି ଆସିବ। ଆହୁରି 5 କିଲୋ ବାଲା ବି ଅଛି ଗୋଟେ ଦେଖନ୍ତୁ। ଏବେ ଗୋଟେ 5 କିଲୋ ବାଲାଟା ଚେକ୍ କରାହେବ। ବହୁତ ସୁନ୍ଦର ବହୁତ ବଡ଼ ଫିଲ୍ଡ ଅଛି ଆଇସି ବକ୍ସ ତରଭୁଜର। ଏଇଟା 5 କିଲୋ ହେବ। ଏଇଟା ତରଭୁଜଟା ବହୁତ ସୁନ୍ଦର ଅଛି। ପାର୍କ ମାନ ମେଡ଼ିସିନ ପ୍ରାୟ ସବୁ ୟୁଜ୍ କରାହେଇଛି। ସକ୍ସେସଫୁଲ ତରଭୁଜ ଚାଷ ହେଇଛି। ଏବେ କେଜି ହୋଲସେଲିଂ 25 ଟଙ୍କା ଲେଖା କରୁଛନ୍ତି ଚାଷୀ ବନ୍ଧୁ ଜଣଙ୍କ। ବହୁତ ଖୁସି ଅଛନ୍ତି। 4 କିଲୋ 5 କିଲୋ ଏମିତି ସବୁ ସାଇଜ୍ ଅଛି। ଦେଖନ୍ତୁ ମୁଁ ସେ ଏରିଆକୁ ଯାଇଛି ବହୁତ ଖୁସି ଲାଗୁଛି। ହାର୍ଭେଷ୍ଟିଂ ହେଇଥିଲା ଦେଖନ୍ତୁ ତୋଳା ହେଇକି ଅଛି। ମୁଁ ବି ଘର ପାଇଁ ଆଣିଲି 4ଟାକୁ 14 କିଲୋ ହେଲା। ତାକୁ ଗୋଟେ ବ୍ୟାଗରେ ଚାଷୀମାନେ ବାନ୍ଧିକି ମୋ ଗାଡ଼ିରେ ବାନ୍ଧି ଦେଇଛନ୍ତି। ଆଉ ଘରକୁ ଆଣିବି ଆଜି। ତାକୁ କାଟା ହେଇଛି ଖିଆ ହେବ ଆଜି। ବହୁତ ସୁନ୍ଦର ରେଡ୍ ବାଲା ବହୁତ ସୁନ୍ଦର ହେଇଛି। ବହୁତ ସୁନ୍ଦର ତରଭୁଜ ଆଇସି ବକ୍ସ।